ଘରୁ ବାହାରିଲା ବେଳେ ବର୍ଷା ଜୋରେ ଉଠେଇଥିଲା। ବର୍ତ୍ତମାନ ଏପଟେ ଆସି ଆମେ ଗେଟ୍ ପାଖାପାଖି ହେଲା ବେଳକୁ ଖରା ଜୋରେ ହଉଛି। ଆପଣ ଯେକୌଣସି ମୂର୍ତ୍ତି ଖୋଜିବେ ନିଶ୍ଚିନ୍ତ ଭାବରେ ପାଇବେ। ଫାଇନାଲି ଆମେ ଧରିଲୁ ଛୋଟଟେ ହେଲେ 30 ରୁ 40 କେଜି ହବ, ଉଠେଇ ପାରିଲିନି। ଧରିକି ତାକୁ ଉପରକୁ ନେଇଗଲା ବେଳକୁ ମୋ ପ୍ରାଣ ପଳେଇଲା। ଆପଣମାନଙ୍କୁ ଆଉ ଗୋଟେ ସୁନ୍ଦର ବ୍ଲଗରେ ମିଷ୍ଟର ଜଗତସିଂହପୁରିଆ ମାନେ ମୁଁ ସ୍ୱାଗତ କରୁଛି। ମହାଦେବଙ୍କ କୃପାରୁ ଆପଣମାନେ ଭଲରେ ଥିବେ, ସମସ୍ତେ ଖୁସିରେ ରୁହନ୍ତୁ, ଭଲରେ ରୁହନ୍ତୁ। ଆଜି ଯିବା ସେଇ ମହାଦେବଙ୍କ କାମରେ, ମୋ ପ୍ରଭୁ ମୋ ମହାଦେବଙ୍କ କାମରେ। କ'ଣ ପାଇଁ ଯିବା, କୋଉଠିକି ଯିବା? ହଁ ଏତିକି କହିଦେଉଛି, ଭୁବନେଶ୍ୱର ଯିବା। କିନ୍ତୁ କ'ଣ ପାଇଁ ଯିବା, କ'ଣ ଆଣିବାକୁ ଯିବା, ସେଗୁଡ଼ା ସବୁ ବାଟରେ ଦେଖିବା। ଆଉ ବାଟରେ ମାମୁଁ ଅଛି, ମାମୁଁଙ୍କୁ ବାଟରୁ ମୁଁ ନେଇକି ଯିବି। ଚାଲନ୍ତୁ ଯିବା ଜଲ୍ଦି ଜଲ୍ଦି, କାରଣ ବର୍ଷା ବି ଉଠେଇଛି, ଆଡ଼େ ହାଲକା ଖରା ଅଛି। ଦେଖିବା ସବୁ ପ୍ରଭୁଙ୍କ ଇଚ୍ଛା। ବର୍ଷା ହବାର ଥିଲେ ଭିଜିବୁ, ଯଦି ଖରା ହେଲା ବି ଭଲ କଥା, ଯାଇକି କାମ ଆରାମରେ ହେଇଯିବ। ବର୍ତ୍ତମାନ ମାମୁଁ ପୁରା ରେଡି ଆଉ। ଘରୁ ବାହାରିଲା ବେଳେ ବର୍ଷା ଜୋରେ ଉଠେଇଥିଲା। ବର୍ତ୍ତମାନ ଏପଟେ ଆସି ଆମେ ଗେଟ୍ ପାଖାପାଖି ହେଲା ବେଳକୁ ଖରା ଜୋରେ ହଉଛି। ଚଳିବ, ଖରା ଚଳିବ, ଏମିତି ଖରା ହେଲେ ବି ଭଲ ଲାଗୁଛି। ବେଶୀ ଖରା ନାହିଁ ଆଉ କୋହଲା ପାଗ ନାହିଁ, ବଢିଆ ଲାଗୁଛି। ତାପରେ ବାବାଙ୍କ ପାଇଁ ଆପଣମାନେ ତ ଦେଖିପାରୁଥିବେ ମୋ ପଛଆଡ଼େ ସବୁ ପଥରର ମୂର୍ତ୍ତି ସବୁ ଏପଟେ ଥୁଆ ହେଇଛି, ଦେଖିପାରୁଥିବେ ନିଶ୍ଚିନ୍ତ ଭାବରେ। କେମିତି କେତେ ସୁନ୍ଦର ସୁନ୍ଦର ବଢିଆ ବଢିଆ ମୂର୍ତ୍ତି ସବୁ ଥୁଆ ହେଇଛି। ସେପଟେ ତ ରାସ୍ତା ଦେଖିବେ ଆପଣମାନେ। ମୁଁ ପ୍ରକୃତରେ ଆସିଥିଲି ଗୋଟେ ମହାଦେବଙ୍କ ଲିଙ୍ଗ ନେବା ପାଇଁ, ଯୋଉଟା ଆମର ଶ୍ରାବଣ ମାସରେ ବାହାରେ ପାଣି ଢାଳିବେ ଓଡ଼ିଆ ଭାଇ ଭଉଣୀମାନେ, ସେଥିପାଇଁ ତାଙ୍କ ବ୍ୟବସ୍ଥା କରାଯାଉଥିଲା। ଆମେ ବର୍ତ୍ତମାନ ଆସି ପହଞ୍ଚି ଯାଇଛୁ ଉତ୍ତରାରୁ ଟିକେ ଆଗକୁ ଲିଙ୍ଗିପୁରରେ, ଭୁବନେଶ୍ୱର ଲିଙ୍ଗିପୁରରେ। ଯୋଉଥିରେ ସବୁ ଜିନିଷ ବହୁତ ବଢିଆ ବଢିଆ ଜିନିଷ ସବୁ ଅଛି। ପଥର ବିଭିନ୍ନ କାରୁକାର୍ଯ୍ୟ ଚାଲିଛି, ବଢିଆ ସବୁ ଦେଖାଯାଉଛି। ଆଉ ଗୋଟେ ଭାଇ ଆମର ପ୍ୟାକିଂ କରୁଛନ୍ତି ଗୋଟେ, ସେଟା ମୁଁ ଦେଖୁଛି। ଫାଇନାଲି ଆମେ ଧରିଲୁ ଗୋଟେ। ଫାଇନାଲି ମହାଦେବଙ୍କ କୃପାରୁ ଆମକୁ ଆମେ ଯାହା ଖୋଜୁଥିଲୁ ମିଳିଗଲେ। ଲିଙ୍ଗ ଆମର ହେଇଗଲା। ଚାଲିଲୁ ଏବେ ତାକୁ ନେଇକି ବାଇକରେ ନେଇକି ଯିବୁ।
ତାପରେ ଆପଣମାନଙ୍କୁ କେମିତି ଲାଗିଲା ଏ ଜାଗା ଆଉ ଆ ଭିତରେ ବନପ୍ରିୟ ସବୁ ମୂର୍ତ୍ତି ତ ଦେଖିଲେ ଆଉ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ ଭାବରେ ଲାଇକ୍ କରିବେ, ଗୋଟେ ସୁନ୍ଦର ମତାମତ ଦେବେ। ମୁଁ ଟିକେ ସାହସ ଯାଇଛି କାରଣ ଲିଙ୍ଗଟା ଛୋଟଟେ ହେଲେ 30 ରୁ 40 କେଜି ହବ, ଉଠେଇ ପାରିଲିନି। ଧରିକି ତାକୁ ଉପରକୁ ନେଇଗଲା ବେଳକୁ ମୋ ପ୍ରାଣ ପଳେଇଲା। ଯାଉଛୁ ଏବେ ବାହାରିଲୁ, ଏନା ଟାଇମ ହେଇଗଲାଣି ଆସିକି 4ଟା ବାଜିବ, ଆଉ 10-20 ମିନିଟ୍ ଅଛି। ପ୍ରଭୁଙ୍କ ମୋ ମହାଦେବଙ୍କ ଇଚ୍ଛା। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥିବ ନିଶ୍ଚିନ୍ତ ଭାବରେ ସୁନ୍ଦର ମତାମତ ଟିକେ ଦେବେ, ତା ସହିତ କମେଣ୍ଟ ଦେବାକୁ ଭୁଲିବେ ନାହିଁ, ଲାଇକ୍ କରିବାକୁ ଭୁଲିବେ ନାହିଁ, ଆଉ ଯଦି ପାରୁଛନ୍ତି ସେୟାର କରିଦେବେ। ଏ ଜାଗାଟି ହେଉଛି ମୁଁ ଆପଣମାନଙ୍କୁ ଦେଖେଇ ଦଉଛି, এটা ହେଉଛି ଜୟ ମହାବୀର ଷ୍ଟୋନ। ଶିଶୁପାଳଗଡ଼ ରୋଡ, এটা ଲିଙ୍ଗିପୁର ଶିଶୁପାଳଗଡ଼ ରୋଡ। এই ଜାଗାରେ ଆପଣ ଯେକୌଣସି ମୂର୍ତ୍ତି ଖୋଜିବେ ନିଶ୍ଚିନ୍ତ ଭାବରେ ପାଇବେ। ଆଉ ବିଳମ୍ବ ନାହିଁ, ଚାଲୁ, ବହୁତ ସମୟ ହେଇଗଲାଣି। জয় বাবা, জয় বাবা, জয় বাবা। ଶ୍ରାବଣ ମାସ ପାଇଁ ଏଇଠି ହଉଛି ବ୍ୟବସ୍ଥା। ଏଇଠି ସେ ଲିଙ୍ଗ ବସିବେ, ସ୍ଥାପନ କଲା ପରେ ଯାଇକି କାଉଡ଼ିଆ ଭାଇ ମାନେ ପାଣି ଢାଳିବେ। ଆମେ ରଙ୍ଗ ଦେଇକି ଆମେ ଏଇ ସଂସ୍କୃତର ଆସିକି ସକାଳୁ ରଙ୍ଗ ବନାଇବ। କାଲି ଆକୁ ଏ ବେଶଟା ବନେଇ ଦେଇଥିଲୁ ତଳେ, ଆଉ ଏଇଟା କୁଣ୍ଡଟା ଆଗରୁ ହେଇଯାଇଥିଲା। ଲିଙ୍ଗ ଆଣିଲା ପରେ କାମ ଚାଲିଛି, ଆଜି ତାକୁ ସ୍ଥାପନ କରାହବ। ତାପରେ ଶ୍ରାବଣ ମାସରେ ପାଣି ଢଳା ହବ।